ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା ସବୁ। ତାପରେ ଶୁଣିବା ରଘୁବଂଶର 14 ପିଢ଼ିର ନାମ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସେୟାର କରନ୍ତୁ, ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଜୀବନଟା କେବେ ସହଜ କିମ୍ବା ସରଳ ନୁହେଁ କି ସିନେମାର 3 ଘଣ୍ଟା ଶୋ ନୁହେଁ। ଏଠି ସବୁକିଛି ବାସ୍ତବ ଜୀବନର ପ୍ରତ୍ୟେକ ମୋଡ଼ରେ ଦୁଃଖ, କଷ୍ଟ, ଛଳନା, ଲାଞ୍ଛନା, ବିଶ୍ୱାସଘାତକତା, ଧୋକା ସହ ସାମ୍ନା କରିବାକୁ ପଡ଼ିଥାଏ। ଏସବୁ ପ୍ରତିହତ କରି ଆଗକୁ ବଢ଼ିବାକୁ ପଡ଼ିଥାଏ। କେଉଁଠି ସହିବାକୁ ପଡ଼ିଥାଏ ତ କେଉଁଠି କହିବାକୁ ପଡ଼ିଥାଏ। କେଉଁଠି ପୁଣି ସବୁ ଜାଣି ମଧ୍ୟ ନିଜକୁ ବେକାର ଅଭିନୟ କରିବାକୁ ପଡ଼େ। କେଉଁଠି ଉତ୍ଥାନ, କେଉଁଠି ପତନର ଗତି କରେ। ତଥାପି ଜୀବନରେ ସବୁ ଦୁଃଖ କଷ୍ଟ ସହି ଆଗେଇ ଯିବାକୁ ପଡ଼େ। ପ୍ରକୃତ ସମ୍ପର୍କ ଜୀବନରେ କେବେବି ସରେ ନାହିଁ। କଥା ନହେଲେ ମଧ୍ୟ ଆଖିରେ ରହିଥାଏ। ଆଖିରୁ ଦୂରେଇ ଗଲେ ବି ମନରେ ରହିଥାଏ। କିଛି ନ କହି ବି ଯିଏ କହିଥାଏ, ଦୋଷ ନଥାଇ ବି ଯେ ସବୁକିଛି ନିଜ ଦୋଷ ପକ୍ଷକୁ ନେଇଯାଏ, ଦୂରରେ ଥାଇ ବି ଯିଏ କର୍ତ୍ତବ୍ୟ ତୁଲାଏ, ସେହି ସମ୍ପର୍କକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଇଥାଏ। ଚାଲନ୍ତୁ ଏବେ ଶୁଣିବା ରଘୁବଂଶର 14 ପିଢ଼ିର ନାମ। ଶ୍ରୀରାମଚନ୍ଦ୍ରଙ୍କର ପିତାଙ୍କ ନାମ ଦଶରଥ। ରାଜା ଦଶରଥଙ୍କ ପିତାଙ୍କ ନାମ ଅଜ। ଅଜଙ୍କ ପିତାଙ୍କ ନାମ ନାଭାଗା। ନାଭାଗାଙ୍କ ପିତାଙ୍କ ନାମ ଯଯାତି। ଯଯାତିଙ୍କ ପିତାଙ୍କ ନାମ ନହୁଷ। ନହୁଷଙ୍କ ପିତାଙ୍କ ନାମ ଅମ୍ବରୀଶ। ଅମ୍ବରୀଶଙ୍କ ପିତାଙ୍କ ନାମ ପ୍ରସୁଶ୍ରୁତ। ପ୍ରସୁଶ୍ରୁତଙ୍କ ପିତାଙ୍କ ନାମ ମରୁ। ମରୁଙ୍କ ପିତାଙ୍କ ନାମ ଶିଘ୍ରଗ। ଶିଘ୍ରଗ ପିତାଙ୍କ ନାମ ଅଗ୍ନିବର୍ଣ୍ଣ। ଅଗ୍ନିବର୍ଣ୍ଣଙ୍କ ପିତାଙ୍କ ନାମ ସୁଦର୍ଶନ। ସୁଦର୍ଶନଙ୍କ ପିତାଙ୍କ ନାମ ଶଙ୍ଖ-ସଂଖନ୍ନ। ସଂଖନ୍ନଙ୍କ ପିତାଙ୍କ ନାମ ପ୍ରବୃଦ୍ଧ। ପ୍ରବୃଦ୍ଧଙ୍କ ପିତାଙ୍କ ନାମ ରଘୁ। ହୃଦୟକୁ ବୁଝିପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ। ମନ କଥା ଯଦି ସମସ୍ତେ ବୁଝିପାରୁଥାନ୍ତେ, ତାହେଲେ ସଂସାରରେ ଦୁଃଖ ବୋଲି ଆଉ କିଛି ନଥାନ୍ତା। ନିଜର ସ୍ୱପ୍ନ ପାଇଁ ଏତେ ପରିଶ୍ରମ କର ଯେ, ଯେଉଁମାନେ ଆଜି ତମକୁ ଦେଖିବାକୁ, କଥା ହେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ, ଦିନ ଆସିବ ସେମାନେ ତୁମ ଠିକଣା ଖୋଜିବେ। ସ୍ୱର୍ଗରେ ସବୁକିଛି ଅଛି, କିନ୍ତୁ ମୃତ୍ୟୁ ନାହିଁ। ଗୀତାରେ ସବୁକିଛି ଅଛି, କିନ୍ତୁ ମିଛ ନାହିଁ। ଦୁନିଆରେ ସବୁକିଛି ଅଛି, କିନ୍ତୁ କାହାରିକୁ ଶାନ୍ତି ନାହିଁ। ଆଜିର ମଣିଷ ପାଖରେ ସବୁକିଛି ଅଛି, କିନ୍ତୁ ଧୈର୍ଯ୍ୟ ନାହିଁ। ସେହିପରି ଏଠି ଆଶା ଅଛି, ପୂର୍ଣ୍ଣତା ନାହିଁ। ଏଠି ସ୍ୱପ୍ନ ଅଛି, ସତ୍ୟତା ନାହିଁ। ଏଠି ଜୀବନ ଅଛି, ଆନନ୍ଦ ନାହିଁ। ଏଠି ବନ୍ଧୁ ଅଛି, ବନ୍ଧୁତା ନାହିଁ। ଏଠି ସମ୍ପର୍କ ଅଛି, ବାସ୍ତବତା ନାହିଁ। ଧୈର୍ଯ୍ୟ ଏକ ଏପରି ବନ୍ଧୁ, ଯିଏ ପାଖରେ ଥିଲେ ମଣିଷ ସବୁ ପରିସ୍ଥିତିକୁ ମୁକାବିଲା କରିପାରେ। ଯେତେବେଳେ ସିଏ ମଣିଷର ସାଥି ଛାଡ଼ିଦିଏ, ସେତେବେଳେ ମଣିଷର ପାଦ ଟଲମଲ ହୋଇଯାଏ। କେତେକ ବିଷୟ ଅଛି, ନ ମାନି ଯଦି ଆମେ କାମ କରିବା, ତାହେଲେ ନିଶ୍ଚୟ ବିପଦ ଆସିବ। ତାହେଲେ ଚାଲନ୍ତୁ ଶୁଣିବା। ଅଧର୍ମ ମାର୍ଗରେ ଯିବା। ପିତା ମାତାଙ୍କୁ ଅସମ୍ମାନ କରିବା। ଅଧିକ ଗର୍ବ ଏବଂ ଅହଙ୍କାର କରିବା। ପରର ଅମଙ୍ଗଳ ଚିନ୍ତା କରିବା। କଟୁ କଥା କହିବା। ନିରୀହ ପ୍ରାଣୀ ଉପରେ ଅତ୍ୟାଚାର କରିବା। ଅନ୍ୟମାନଙ୍କୁ ଛୋଟ ମନେ କରିବା। ନିଜ କର୍ତ୍ତବ୍ୟରେ ଅବହେଳା କରିବା। ଭଗବାନଙ୍କୁ ଅବିଶ୍ୱାସ କରିବା।
ଆମିଷ ଭକ୍ଷଣ କରିବା। ଯଦି କାହା ହୃଦୟରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି, ତାହେଲେ ତା'ର ଏକମାତ୍ର ସହଜ ଏବଂ ସରଳ ଉପାୟ ହେଲା ନିଜର ଭଲ ବ୍ୟବହାର ଓ ମଧୁର ବଚନ ଦ୍ୱାରା ଜଣେ ନୁହେଁ ହଜାର ହଜାର ହୃଦୟର ମନ ଜିଣିପାରିବେ। ରକ୍ତଠାରୁ ବହୁତ ଦାମୀ ଅଟେ ଲୁହ। କାହିଁକି ନା ସମୟ ପଡ଼ିଲେ ରକ୍ତ କିଣି ହୁଏ, କିନ୍ତୁ ଲୁହ ନୁହେଁ। ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ। ଦେଖିବେ ଜୀବନରେ ଭଲରେ ରହିବା ଶିଖିଯିବେ। ପଛକୁ ଦେଖ ଆଉ ଭଗବାନଙ୍କୁ ଧନ୍ୟବାଦ ଦିଅ। ଆଗକୁ ଦେଖ, ଭଗବାନଙ୍କ ଉପରେ ଭରସା ରଖ। ସେ ଯେଉଁ କବାଟ ବନ୍ଦ କରନ୍ତି, ତାକୁ କୋଉ ମଣିଷ ଖୋଲିପାରେନି। ଆଉ ଯେଉଁ କବାଟ ସେ ଖୋଲା କରନ୍ତି, ତାକୁ କୋଉ ମଣିଷ ବନ୍ଦ କରିପାରନ୍ତି ନାହିଁ। ସେହି ଲୋକମାନଙ୍କୁ ଜମାରୁ ବିଶ୍ୱାସ କରନ୍ତୁ ନାହିଁ, ଯେଉଁମାନେ ଅନ୍ୟ ଲୋକଙ୍କର ଗୁପ୍ତ କଥା ଆପଣଙ୍କଠାରେ ଆସି କୁହନ୍ତି। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ପୁଣି ଆଗାମୀ ଅଧ୍ୟାୟରେ ଏକ ନୂଆ ଭିଡ଼ିଓ ସହିତ ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।